ଗୋଟେ ମାନସିକ ରୋଗୀ କାହିଁକିନା ଏଇ ବିନା ରୋଗରେ ଏଭଳିଆ ହବନି କାହିଁକିନା ବହୁତ ଅଫିସର ଅଛନ୍ତି ମଧ୍ୟ ବହୁତ ଭଲ ଲୋକ ଅଛନ୍ତି କିନ୍ତୁ ଏଇଟା ଗୋଟେ ତାଙ୍କର ଗୋଟେ ପ୍ରକାର ରୋଗ ୟାକୁ ମେଣ୍ଟାଲ ହସ୍ପିଟାଲ ନେଇକି ୟାଙ୍କ ରୋଗଟାକୁ ଦେଖିବାର ଅଛି। ଏଇ ଯୋଉ ଏସଡିପିଓ ଗୋଟେ ସରଳ ମହିଳା ମାନଙ୍କ ହାବୁଡରେ ପଡିଛି। ଯଦି ଭୁବନେଶ୍ୱର କିଛି ମହିଳା ହାବୁଡରେ ପଡିଥାନ୍ତେ ତାଙ୍କୁ ଯେମିତି ଯୋଉ କରିଥିଲେ ଜଣେ ମାଷ୍ଟରଙ୍କୁ ଖାଲି ଚଡି ପିନ୍ଧେଇକି ବୁଲଉଥିଲେ ମନେ ଅଛି କଣ ସେଟା ନିମାପଡାରେ ଏଇ ଲୋକକୁ ସେଇଭଳିଆ କରିବା ଉଚିତ। କି ଡିଣ୍ଡିମ ପଡୁଛନ୍ତି ଆମେ ସୁଭଦ୍ରା ଯୋଜନା କରୁଛୁ 5 ରୁ 10 ହଜାର ଟଙ୍କା ଦେଲେ ଲକ୍ଷପତି କୋଟିପତି ମହିଳା ମାନେ ହଉଛନ୍ତି ଆତ୍ମନିର୍ଭରଶୀଳ ହଉଛନ୍ତି। ଇଜ୍ଜତ ଯାଇକି କୋଉଠି ପଡ଼ିଲାଣି? ଲକ୍ଷପତିରୁ କଣ ମିଳୁଛି? ସେ 5-10 ହଜାର ଜଣେ ଲକ୍ଷପତି ହେଇଯାଉଛି ଆଗ ତା ଇଜ୍ଜତର ସୁଭଦ୍ରା କାନ୍ଦୁଛି ବୋଲି ବୋଲି ପବ୍ଲିକ ବର୍ତ୍ତମାନ ପଚାରୁଛନ୍ତି କ୍ୱେଶ୍ଚିନ୍ କରୁଛନ୍ତି କାହିଁକି ସେ ଲୋକଟା ଏବେ ପର୍ଯ୍ୟନ୍ତ ସାଧାରଣ ଲୋକ ହେଇଥିଲେ ଜେଲରେ ପଶି ସାରନ୍ତାଣି ରେପ୍ କେସରେ। ସେ ପୋଲିସ ଅନୁଗୁଳ ପୋଲିସ ଡିଜି ମହୋଦୟ କାହିଁକି ଶୋଇଛନ୍ତି ଘୁମେଇଛନ୍ତି? କଣ ହେଇଛି? ପୋଲିସ ଡିପାର୍ଟମେଣ୍ଟରେ ଦାଗ ଲାଗିଲେ ଭଲ ଲାଗୁଛି ନା ଦାଗଟା ଡିସିପ୍ଲିନ ଦାଗ ଡିପାର୍ଟମେଣ୍ଟରେ ବର୍ତ୍ତମାନ କଳା ଦାଗ ଲାଗିଗଲାଣି ପୁରା ଚନ୍ଦ୍ରଗ୍ରହଣ ଭଳିଆ ହେଇଗଲାଣି। ଦୁଃଖ ଲାଗୁଛି ବର୍ତ୍ତମାନ ଓଡିଶାରେ କୌଣସି ମହିଳା ସୁରକ୍ଷିତ ନୁହଁ। ଦେଖନ୍ତୁ ଡିପାର୍ଟମେଣ୍ଟ ମହିଳା ଟର୍ଚର ହଉଛି ନିଜେ ପୋଲିସ ଡିପାର୍ଟମେଣ୍ଟରେ ଚାକିରି କରି ଦେଖନ୍ତୁ ଗୋଟେ ପ୍ଲେନ ମହିଳା ମଧ୍ୟ ଟର୍ଚର ହଉଛି। ତେଣୁ ରକ୍ଷକ ଏଠି ଭକ୍ଷକ ସାଜୁଛି। ଗୋଟେ ପୋଲିସ ଅଫିସର ଜଣେ ପ୍ରଥମେ ଯାଏ ଥାନାକୁ ଥାନାରେ ଆଇଆଇସି ନ ଶୁଣିଲେ ସେ ଏସଡିପିଓ ପାଖକୁ ଯାଏ କିନ୍ତୁ ଗୋଟେ କେସରେ ସମାଧାନ କରିବାକୁ ଯାଉ ଗୋଟେ ମହିଳାର ଫୋନ ନମ୍ବର ନେଇ ତାକୁ କିଭଳି ଚାଟ୍ କରାଯାଇଛି କିଭଳି ରାତିରେ ତାକୁ ଡକାଯାଉଛି ତାଙ୍କ ଅଡିଓ କିଭଳି ବୁଲୁଛି। ଏଠି ମୁଁ କହିବାକୁ ଚାହେଁ ଯେ ଯେତେବେଳେ ସେ ସର୍ଭିସ ପାଇଛନ୍ତି ଗୋଟେ ଭଲ ପୋଷ୍ଟ ପାଇଛନ୍ତି ସେ ଲୋକଙ୍କୁ ସେବା କରିବାକୁ ପାଇଛନ୍ତି ନା ଲୋକଙ୍କୁ ଶୋଷଣ କରିବାକୁ ପାଇଛନ୍ତି? ତେଣୁ ନିଜର ଯୋଉ ଚାକିରିଟା ପାଇଛନ୍ତି ସେ ଚାକିରି ବଳରେ ସେ ତାକୁ ମାନେ ସାହାଯ୍ୟ କରିବା କଥା ନା ଚାକିରିକୁ ଦେଖେଇକି ଅନ୍ୟକୁ ଭୟଭୀତ କରିବା ପାଇଁ ରହିଛନ୍ତି? ତେଣୁ ସେ ଭାବୁଛନ୍ତି ଯେ ଆମେ ଯେହେତୁ ଗୋଟେ ପୋଲିସ ଚାକିରି କରୁଛୁ ଆମର କେହି କିଛି କରିପାରିବେନି ଆମେ ଏଇଭଳି ଶୋଷଣ କରୁଥିବୁ। ଅଫିସିଆଲ ମହିଳାଙ୍କୁ ଶୋଷଣ କରିବୁ ଏବଂ ବାହାର ମହିଳାଙ୍କୁ ମଧ୍ୟ ଶୋଷଣ କରିବୁ। ତେଣୁ ସେ ଫାଇଦା ନେଉଛନ୍ତି ତାଙ୍କର ଉପରିସ୍ଥ ପୋଷ୍ଟ ଭଲ ପୋଷ୍ଟ ଏବଂ ତାଙ୍କୁ ସରକାର ଗାଡି ଦେଇଛି କ୍ୱାର୍ଟର ଦେଇଛି ଫରୱାର୍ଡ ଅର୍ଡର ଦେଇଛି ଏସି ରୁମରେ ବସିଲେ ଅଏସ କଲେ ସେ ଜାଣିପାରୁନାହାନ୍ତି ଯେ ଆଇନର ହାତ ବହୁତ ଲମ୍ବା। ଆମେ ଗୋଟେ ଚାକିରି କରୁଛୁ ଯେ ଅନ୍ୟମାନଙ୍କୁ ଡରେଇକି ରଖିବୁ ଧମକେଇକି ରଖିବୁ ଏଇଟା ଭୁଲ କଥା। ଏଇ ଯୋଉ ଏସଡିପିଓ ଜଣଙ୍କ ଆଗରୁ ମଧ୍ୟ ଗୋଟେ ମହିଳାକୁ ଏମିତି କରିଥିଲେ। ସେ ମହିଳା ଜଣକ ତାଙ୍କ ପାଖରେ କିଛି ନଥିଲା ସବୁ ମାନେ ତାଙ୍କ ପାଖରେ କିଛି ନଥିଲା ନା ରେକର୍ଡିଂ ଥିଲେ ନା ଚାର୍ଟ ଥିଲା। ସେ କମ୍ପ୍ଲେନ କରିଥିଲେ ସେଟା ପଳେଇଥିଲେ। ତାପରେ ସେକେଣ୍ଡ ଟାଇମ ଇଏ ଆସିଲେ ଇଏ ଜଣେ ଜଣା ପଡୁଛି ଗୋଟେ ମାନସିକ ରୋଗୀ କାହିଁକିନା ଏଇ ବିନା ରୋଗରେ ଏଭଳିଆ ହବନି କାହିଁକିନା ବହୁତ ଅଫିସର ଅଛନ୍ତି ମଧ୍ୟ ବହୁତ ଭଲ ଲୋକ ଅଛନ୍ତି କିନ୍ତୁ ଏଇଟା ଗୋଟେ ତାଙ୍କର ଗୋଟେ ପ୍ରକାର ରୋଗ ୟାକୁ ମେଣ୍ଟାଲ ହସ୍ପିଟାଲ ନେଇକି ୟାଙ୍କ ରୋଗଟାକୁ ଦେଖିବାର ଅଛି। କାହିଁକି ନା ଇଏ ଯେ ଖାଲି ଏଇ ଝିଅ 2ଟା ଝିଅ ହେଲାଣି ଆଉ କାହାକୁ ମଧ୍ୟ ଏମିତି କହିଥିବେ କିଏ ପୋଲିସ ମାନଙ୍କୁ ଡରିକି କହୁନଥିବେ ପୋଲିସ ଚାକିରି କରୁଛନ୍ତି କାଳେ ଯେମିତି ତାକୁ ଧମକଉଛନ୍ତି ତୁ ରାତିରେ ଆସିବୁ ନହେଲେ ତୋ ସ୍ୱାମୀ କି ମୋ ଫସେଇଦେବି। ତାଙ୍କର ପାୱାର ଟା ଦେଖାଉଛନ୍ତି ପୋଲିସର ପାୱାର ଟା ଗୋଟେ ସରଳ ମହିଳା ଗୋଟେ ଗୋଟେ ଗାଁର ମହିଳା ଗୋଟେ ନିରୀହ ମହିଳା ଉପରେ ତାଙ୍କର ପୋଲିସର ଯୋଉ ମାନେ ଇଏଟା ଦମଟା ତାଙ୍କ ଉପରେ ସେ ଦେଖେଇ ହଉଛନ୍ତି। ତେଣୁ ସେ ଆଉ କୋଉ ମହିଳାକୁ ଟର୍ଚର କରିନଥିବ ବୋଲି ମାନେ ଅଛି? କିଏ ଇଜ୍ଜତକୁ ଡରିକି କହିଥିବ କିଏ ଡରିକି କହିବନି ମାନେ ବର୍ତ୍ତମାନ ବାହାରିଛି କିଏ କହୁଛନ୍ତି ତେଣୁ ଦୁଇଟା ହେଇଗଲାଣି ତାଙ୍କୁ। ତେଣୁ 24 ଘଣ୍ଟା ହେଇଗଲାଣି ସେ ଲେଡି ଆସିକି ଡିଜି ମହୋଦୟଙ୍କୁ ଦେଖା କରିକି ଗଲେଣି। ଡିଜି ମହୋଦୟଙ୍କୁ କଣ କିଛି ଲାଗୁନି ଯେ ତାଙ୍କ ଡିପାର୍ଟମେଣ୍ଟରେ ଏମିତି କଳା ଦାଗ ଲାଗି ଚାଲିଥିବ ଆଉ ଦାଗଟାକୁ କଣ ପୋଛିବେନି? ପୋଲିସ ଡିପାର୍ଟମେଣ୍ଟ ଯୋଉ କଳା ଦାଗ ବର୍ତ୍ତମାନ ଲାଗି ଚାଲିଛି ଅନୁଗୁଳରେ ଲାଗିଲା। ତାପରେ ଆପଣ ଜାଣିଥିବେ କେନ୍ଦ୍ରାପଡାରେ ଗୋଟେ ଏଏସଆଇଟେ 2ଟା ଅଟା ପ୍ୟାକେଟ ଦେଇ ତା ଘରେ ଯାଇ ପହଞ୍ଚିଗଲା। ଜଣେ ସ୍ତ୍ରୀ ଲୋକ ତାର ପିଲା ଛୁଆ ନାହିଁ ତା ଘରେ ଯାଇକି ତାକୁ ପ୍ରପୋଜ କଲା। ଘରେ ପିଲା ଛୁଆ ସ୍ତ୍ରୀ ଥାଉ ଥାଉ ସେ ମହିଳା ଯାଇକି ତା ଘରେ ପହଞ୍ଚିଗଲା ତା ସ୍ତ୍ରୀ ପାଖରେ ସେ ପୋଲିସ ସ୍ତ୍ରୀ ପାଖେ ଯାହା ଯୁଦ୍ଧ ହେଇଥିଲା ଆପଣ ମାନେ ଜାଣିଥିବେ ମିଡିଆରେ ଦେଖିକି। ତେଣୁ ଏଭଳି ଲୁଙ୍ଗୁରା ଯୋଉ ପୋଲିସ ସବୁ ଅଛନ୍ତି ସେ ଭାବୁଛନ୍ତି ଆମେ ଘରେ ଗୋଟାକୁ ରଖିଛୁ ପାଟରାଣୀ କରିବୁ ଆଉ ଅନ୍ୟ ମହିଳା ସବୁ ତାଙ୍କର ପ୍ରେମିକା ସେଟା ଭୁଲ କଥା। କାରଣ ଏଇ ଯୋଉ ଜିନିଷଟା ସେ ଯୋଉ ବର୍ତ୍ତମାନ ଅଡିଓଟା ବୁଲୁଛି ଯୋଉ ଚାଟ ବୁଲୁଛି ତାଙ୍କର ତ ପିଲା ଛୁଆ ଥିବେ ପିଲା ଛୁଆ ମୁଣ୍ଡ ଟେକିକି ସ୍କୁଲରେ ଚାଲି ପାରୁଥିବେ ତ? ଯଦି ତାଙ୍କ ସ୍ତ୍ରୀ ଥିବ ତାଙ୍କ ସ୍ତ୍ରୀ ଯେତେବେଳେ ଜାଣିବେ ସ୍ତ୍ରୀ ଆଉ ସ୍ୱାମୀ ପ୍ରତି ସ୍ନେହ କରିବେ ତ?
ତାପରେ ତମେ ଯୋଉ ଫେଭର ମାଗୁଛ, ତମ ସ୍ତ୍ରୀ ଯଦି କୋଉଠି ଚାକିରି କରୁଥିବ, ତମ ସ୍ତ୍ରୀ କି ଯଦି କିଏ ଫେଭର ମାଗିବ, ତମ ସ୍ତ୍ରୀ ଯେତେବେଳେ ସେ ଫେଭର ବାଲା ପାଖକୁ ଯିବ, ତମ ଦେହ ସହିବ ତ? ସେ ସେମିତି ଜଣେ ମ୍ୟାରେଡ୍ ସ୍ତ୍ରୀ ଲୋକ କି ଅନମ୍ୟାରେଡ୍ ସ୍ତ୍ରୀ ଲୋକ, ତମେ ପର ସ୍ତ୍ରୀ ଉପରେ ଏତେ ନଜର କାହିଁକି? ତମ ସ୍ତ୍ରୀ ଉପରେ ଯିଏ ନଜର ଦେଖେଇଥାନ୍ତା, ତମେ ତ ଭାରି ରୁବାବ ଦେଖେଇଥାନ୍ତ, ତତେ ଏମିତି କହିଲା କହିକି ଦଳି ସାରନ୍ତାଣି। ଗୋଟେ ସାଧାରଣ ଲୋକ ଯଦି ଏଇଟା ହେଇଥାନ୍ତା, ଯେତେବେଳେ ରେପ୍ କେସ୍ ପଡିକି ତାକୁ ଜେଲରେ ପୁରେଇ ସାରନ୍ତାଣି। ଦେଖନ୍ତୁ କିଛି ବର୍ତ୍ତମାନ ହଉନି, ସେଠି ସେ ମହିଳାଟି କାନ୍ଦି କାନ୍ଦି ରହିଲା, ଏଠି ଇଏ ବର୍ତ୍ତମାନ ଅବସ୍ଥା ଇଆ। ଏମାନେ ସବୁ ପଲିଟିକାଲ ଯୋଉ କହିଥିଲି, ପଲିଟିକାଲ ର ଛତ୍ର ଛାୟା ତଳେ କୋଉ ଏମଏଲଏ ତାର କୁଆଡେ ସବୁ କିଛି କରିପାରିବନି, ସେ ଏସଡିପିଓ ର, ସେ ଗୋଟେ ଏମଏଲଏ ର, ସେ କଣ ଡାଇଆ ହାତ ବାଇଆ ହାତ କଣ କଣ କୋଉ ହାତ ସବୁ ହେଇ ଅଛି। ତେଣୁ ତାର କୁଆଡେ କେହି କିଛି କରିପାରିବେନି। 24 ଘଣ୍ଟା ହେଇଗଲା, ଡିଜି ମହୋଦୟଙ୍କୁ ଏସବୁ କିଛି ଦିଶୁନି। ଚାଟ ଗୁଡାକ ମିଛ, ଯୋଉ ଅଡିଓଟା ବି ମିଛ। ଇଏ ଯୋଉ ଏସଡିପିଓ ଗୋଟେ ସରଳ ମହିଳା ମାନଙ୍କ ହାବୁଡରେ ପଡିଛି। ଯଦି ଭୁବନେଶ୍ୱର କିଛି ମହିଳା ହାବୁଡରେ ପଡିଥାନ୍ତେ, ତାଙ୍କୁ ଯେମିତି ଯୋଉ କରିଥିଲେ, ଜଣେ ମାଷ୍ଟରଙ୍କୁ ଖାଲି ଚଡି ପିନ୍ଧେଇକି ବୁଲଉଥିଲେ, ମନେ ଅଛି କଣ ସେଟା, ନିମାପଡାରେ, ଏଇ ଲୋକକୁ ସେଇଭଳିଆ କରିବା ଉଚିତ। କାହିଁ କହିଲେ, ଇଏ ଯୋଉ ଭାବୁଛନ୍ତି ମୈଦାଙ୍ଗୀ ମୁଁ ପୁରୁଷର ମୈଦାଙ୍ଗ, ତାଙ୍କ ମୈଦାଙ୍ଗୀ ଏଇ ଭୁବନେଶ୍ୱର ମହିଳାଙ୍କୁ ଯଦି ଏମିତି କରିଥାନ୍ତେ, ଡାକି ଦେଇକି ତାଙ୍କୁ ଭଲ କି ଉତ୍ତମ ମଧ୍ୟମ ଦେଇକି ଛାଡିବା ଉଚିତ। କାହିଁକି ନା ସେ ଯୋଉ ଭାବୁଛନ୍ତି ଯେ ପର ସ୍ତ୍ରୀ ଗୁଡାକ ସବୁ କଣ କଲେ, ମାନେ ପଢିଛନ୍ତି, ଯିଏ ପାରି ସେ ଯାହାକୁ ପାରି ତାକୁ ଆମେ ୟୁଜ କରିବୁ, ଆମ ସ୍ତ୍ରୀଟାକୁ ଘର ଭିତରେ ସଜେଇକି ରଖିବୁ କଣ୍ଠରେ, ସେଟା ଭୁଲ କଥା। ପର ସ୍ତ୍ରୀ ଉପରେ ନଜର ପକେଇବାଟା, ଦେଖନ୍ତୁ କଣ ହେଲା, ରାବଣ ବା ଧ୍ୱଂସ ହେଇଗଲା ପରସ୍ତ୍ରୀ ଉପରେ ଇଏ ଦେଖେଇକି। ଇଏ ଲୋକଟା କଣ ରହିବ ସବୁଦିନ ପରସ୍ତ୍ରୀ ଉପରେ ଯୋଉ ନଜର ପକେଇଛି, ସେ କେତେ ବୁଲୁଛି ଭୁବନେଶ୍ୱର ଯାକ। କାଲି ସୁର ରାଉତରାୟଙ୍କ ପାଖକୁ ଯାଇଛି। ତେଣୁ ସେ ମିଛ ହେଇଛି କଣ, ଇଏ ବୁଲୁଛି ପଇସା ସାରିକି ଆସିକି ନୟାଗଡ଼ ଏଠିକି। ତେଣୁ ଏଇ ସବୁ ଲୋକମାନଙ୍କୁ ଶୀଘ୍ର ଅଫିସରୁ ବାହାର କରିକି ସସ୍ପେଣ୍ଡ କରାଯାଉ ଏବଂ ଏମାନଙ୍କୁ ଅଫିସରେ ଆଟାଚ କରାଯାଉ। ଏମାନଙ୍କୁ ଥାନା ଫାଣ୍ଡି ଦିଆ ନ ଯାଉ। ଆଉ ୟାଙ୍କୁ ଯୋଉ ସବୁ ପଇସା ଆରାମ ପାଇଁ ଯୋଉ ଗାଡି ଘୋଡା ସବୁ ଦିଆଯାଇଛି, ସବୁ କଢା ଯାଉ। କାହିଁକିନା ଏମାନେ ମନମାନି କରୁଛନ୍ତି। ଏମାନେ ଯୋଉ ଅଫିସରେ ଦେଲେ, କିରାନୀ ଭଳିଆ ନିଜ ଗାଡିରେ ଯିବ, ନିଜ ଗାଡିରେ ଆସିବ। ଏମାନେ ଯୋଉ ଏସିରେ ବସିଲେ, ଭାବିଲେ ଆମେ ଗୋଟେ ଆମ ଯୋଉ ପୋଷ୍ଟଟା ତାର ଇଏଟା ପାୱାରଟା ଅନ୍ୟମାନଙ୍କ ଉପରେ ସେ ବିସ୍ତାର କରୁଛନ୍ତି। ତେଣୁ ଏଇ ଲୋକଟାକୁ ଅଫିସରେ କିରାନୀ ଭଳିଆ ତାକୁ ଅଫିସରେ ଟ୍ୟାଗ କରିବା ଦେବା ଉଚିତ, ତାକୁ ଥାନା ଫାଣ୍ଡି ଦେବା ଉଚିତ। କାହିଁକିନା ଆଉ କୋଉ ମହିଳା ଉପରେ ପୁଣି ଆଖି ପକେଇବନି ବୋଲି ମାନେ ନାହିଁ। ଯେ ଶୁଣନ୍ତୁ, ଏହା ଫଳରେ ପୋଲିସ ଡିପାର୍ଟମେଣ୍ଟ ବଦନାମ ହଉଛି ବୋଲି ଡିଜି ମହୋଦୟ କଣ ଜାଣିପାରୁନାହାନ୍ତି ଯେ ପୋଲିସ ଡିପାର୍ଟମେଣ୍ଟ ଟା ବଦନାମ ହଉଛି। ତାପରେ ଆଗକୁ ଏଭଳି ଥାନାକୁ ମହିଳା ମାନେ ଯିବେନି, ଯଦି ଏମିତି ଚପିଯିବ ଅନ୍ୟମାନେ ଉପରସ୍ଥ ଅଫିସର ମାନଙ୍କ ପାଖକୁ ଯିବେନି। ଏବଂ ଯେକୌଣସି କେସ୍ ହେଲେ ସେମାନେ ଯଦି ଏମିତି କମ୍ପ୍ରମାଇଜ କର, ଏମିତି ଫେଭର ଦେଖା ଯଦି କହିବେ, କୌଣସି ମହିଳା ତାହେଲେ ଥାନାକୁ ଯିବାକୁ ଡରିବ। ଡାଇରେକ୍ଟ କୋର୍ଟକୁ ଯିବେ, 1cc କେସ୍ କରିକି ଆସିବେ। ଥାନାକୁ ଯାଉ ଯାଉ ଯଦି ଜଣେ ପିଲାମାନଙ୍କ କେସ ରୁ ଯଦି ସେ ତାକୁ ଡାକି ପକଉଛି, ଏ ଭଳିଆ ସେ ରେକର୍ଡିଂ ଗୁଡାକ ଆପଣ ଶୁଣୁଛନ୍ତି, ଶୁଣିଲେ ଲାଜ ମାଡୁଛି। ତାଙ୍କ ପୁଅ ଝିଅ ମାନେ ଶୁଣୁନାହାନ୍ତି ଏଗୁଡାକ? ସ୍କୁଲରେ ତାଙ୍କ ପିଲାମାନଙ୍କର ସାଙ୍ଗମାନେ କମେଣ୍ଟ କରୁନାହାନ୍ତି, ତୋ ବାପା କେତେ ମାନେ ଭଲ କାମ କରୁଛନ୍ତି, ଏମାନଙ୍କୁ ରାଷ୍ଟ୍ରପତି ଆୱାର୍ଡ ଦେବା କଥା। ଏ ବଢିଆ ପୋଲିସ ଅଫିସର ମାନେ କୋଉଠୁ ବାଛି ବାଛି ସବୁ ଆସୁଛନ୍ତି ଲୁଙ୍ଗୁରା ଗୁଡାକ। ଇଏ କାମ କରିବେ କଣ, ଇଏ ଆସିକି କଣ ଝିଅଙ୍କ ଆଡେ ନଜର ପକାଉଛନ୍ତି? ୟାଙ୍କ କାମ କେତେବେଳେ କରିବାକୁ ସମୟ ଅଛି ଯେ ମାନେ ପୁଣି ଝିଅ ମାନଙ୍କ ସାଙ୍ଗେ ରାତିରେ ଗପା ହଉଛି, ଘରକୁ ରାତିକି ଡକା ହଉଛି। କାହିଁ ତମ ସ୍ତ୍ରୀକୁ କାହାକୁ ପଠେଇ ଦଉନ? ଯଦି ସ୍ତ୍ରୀ ଆଉ ଭଲ ଲାଗୁନି, ଅନ୍ୟ ଝିଅ ମାନଙ୍କ ଉପରେ ଏତେ ନଜର ପକଉଛ, ୟାଙ୍କ ଆଖି ତାଳି ଦେବା ଉଚିତ। ଏଭଳିଆ ପୁରୁଷ ମାନଙ୍କର ଯେତେବେଳେ ଅନ୍ୟ ଝିଅ ଉପରେ ଖରାପ ଦୃଷ୍ଟି ପକଉଛନ୍ତି। ତାପରେ ଏଠି ମୁଁ ଦେଖୁଛି ପ୍ରଧାନମନ୍ତ୍ରୀ କହୁଛନ୍ତି ସଂରକ୍ଷଣ, ମୁଁ ମହିଳା ସଂରକ୍ଷଣ ବିଲ୍ ଫେଲ ହେଇଗଲା। ଆରେ କି ସଂରକ୍ଷଣ କରିବ? କଟକରୁ ଝିଅଙ୍କୁ ନେଇକି, ଛାତ୍ରୀକୁ ନେଇକି ପୁରୀରେ ରେପ୍ ହଉଛି, ଷ୍ଟୁଡେଣ୍ଟ ମାନେ ପ୍ରେଗନେଣ୍ଟ ହଉଛନ୍ତି। କୋଉ ଅଫିସରେ ଯୋଉ ଅଫିସରେ ଯୋଉ ଝିଅ ଚାକିରି କଲେ ତା ଉପରେ ସମସ୍ତଙ୍କର ଖରାପ ନଜର। ପୋଲିସ ଝିଅ ସୁରକ୍ଷିତ ନୁହଁ, ସାଧାରଣ ଝିଅ ସୁରକ୍ଷିତ ନୁହଁ। ଗୋଟେ ଝିଅ ଯୋଉଠି ସୁରକ୍ଷିତ ନୁହଁ, ସେଠି ସଂରକ୍ଷଣ ଦରକାର କଣ? ଯୋଉଠି ଝିଅ ମାନଙ୍କର ସୁରକ୍ଷିତ ନୁହନ୍ତି, ତାଙ୍କୁ ସଂରକ୍ଷଣ ଆବଶ୍ୟକତା କଣ ଅଛି? ଆଗକୁ କହୁଛ ବେଟି ବଚାଓ ବେଟି ପଢାଓ, ଯୋଉଠି ପଢିବାକୁ ଯାଉଛନ୍ତି ସେଠି ପ୍ରେଗନେଣ୍ଟ ହେଇଯାଉଛନ୍ତି, ମାଷ୍ଟର ମାନଙ୍କ ଦ୍ଵାରା ହେଇଯାଉଛନ୍ତି। ତେଣୁ ପାଠ ପଢା ଜାଗାରେ ମାନେ ନିଜର ଇଜ୍ଜତ ରହୁନି, ଚାକିରି ଜାଗାରେ ଇଜ୍ଜତ ରହୁନି, ଖେଳିବା ଜାଗାରେ ଇଜ୍ଜତ ରହୁନି। ପୋଲିସଟା ନିଜେ ପୋଲିସ ହେଇକି ସେ ନିଜ ଇଜ୍ଜତକୁ ରଖି ପାରୁନି, ତାକୁ ଚାକିରି ଛାଡିବାକୁ ପଡୁଛି। କି ସଂରକ୍ଷଣ ଏଠି ହଉଛି? ତେଣୁ ଆଗ ସୁରକ୍ଷା ଦିଅ, ତାପରେ ସଂରକ୍ଷଣ କଥା ପଛରେ ତମେ ଚିନ୍ତା କରିବ ସରକାର। ତେଣୁ ୟାକୁ
आसिक 24 घंटा होगला कहीं हेलानी यथाशीघ्र डीजी महोदय को अनुरोध करा जाऊ नचेत विभिन्न संगठन बाहर से एरिया तो आगु परी केस हो विभिन्न प्रकार से केस होपटे बहुत मनमानी पुलिस माने बर्तमान कले तेणु पुलिस मान को ट्रेनिंग दि जाऊ लोक मान सहित केमी व्यवहार करते सीना मोबाइल नथिला कि लोक महिला माने बुझुले आजिकल सोशल मीडिया जुग से भावुले केमी से भावुं मु चालाक मु महिला को डाकिदेले महिलाटा बोधे पलि आसो से आ जानी ना मोबाइल ऑटो रेकर्डिंग होची आ मोर रेकर्डिंग होची मोर चाट गुड़ा मध्य से महिलाटी बाहर से भाभी बोधे महिलाटा बोधे मोर किसी करें से भाभी मु हाथी से पिंपुड़ी मोर किसी करें पिंपुड़ी जो कान पशिज ना हाथी भी शोई पड़ तेणु ये जो भाभी मो पावरटा देख आग को कौन हो लज्जाकर जिनस जे ओडिशा रे हमर स्पीकर महिला उपमुख्यमंत्री महिला आम ओडिशार झील जाई राष्ट्रपति होती महिला एवं से जिले में एसपी सुश्री मैडम जने एसपी महिला किंतु महिला न्याय पाउनी बर्तमान महिला बुलुची न्याय पाइबा भुवनेश्वर नयगढ़ आसिक भुवनेश्वर डीजी ऑफिस चारिपटे एथि डिंडिम पड़ुଛନ୍ତି आमे सुभद्रा योजना करूचु 5 ରୁ 10 हजार टंका देले लक्षपति कोटिपति महिला माने होचंदी आत्मनिर्भरशील होचंदी इज्जत जाय कि कोठी पड़लानी लक्षपति रु को मिलुची से 5-10 हजार जने लक्षपति होची आगता इज्जत र सुभद्रा कांदुची बोली आडे सुभद्रा को 5-10 हजार देकी तो कोटिपति करा होची आग महिला मानकर इज्जत को बचाओ तापरे संरक्षण कथा बुझिबा अन्य महिला मान को तमे सम्मान देके आज ए जगह रखिछ किंतु गोटे महिला गोटे सम्मान पाई पारुनी गोटे सुरक्षा पाई पारुनी महिला एसपी पाखे तेणु महिला एसपी को कहूँ आपण कहीं एबे जाके इनक्वारी करी नाहांती से लोक एबे जाके कहीं सस्पेंड हेनी बा ट्रांसफर हेनी कहीं ता भीतर कौन अच्छी कि तार कोठी हाथ से कौन राष्ट्रपति ऊपर पोस्टर रे अच्छी कि कहीं आपण माने घोड़ौचंती ना ता द्वारा आउ कौन हेइछि ना से आपण मानकर कौन ताकू जदि काढ़ी देबे आपण मानकर कौन असुविधा हो कि आपण चाकरी रे कहीं पब्लिक बर्तमान पचार क्वेश्चन कर कहीं से लोकटा एबे पर्यंत साधारण लोक होता जेल रे पशि सारंतानी रेप केस रे से पुलिस अनुगुल पुलिस डीजी महोदय कहीं शोइचंदी घुमेइचंदी कौन हेजी पुलिस डिपार्टमेंट रे दाग लगिले भल लागुची ना दागटा डिसिप्लिन दाग डिपार्टमेंट रे बर्तमान कला दाग लगी गलानी पूरा चंद्रग्रहण भलिया हेई गलानी तेणु ताकू लिभेबा को चेष्टा करंतु ए भलिया दुर्नीतिखोर बाजे चरित्र लोक मान को कढ़ा जाऊ भल डिसिप्लिन कौन पुलिस ना भल भल पुलिस बहुत अच्छा नक्सलाइट एरिया जाकि कम कर बहुत ना केडे केडे लोक मान को धरी किंतु एभली चरित्रहीन पुरुष माने जो पुलिस माने अच्छा आपण मैंने गोटे पनिशमेंट दिंतु नचन से आग को आहरी किसी अनेक एमती घटना घटव आपण डिपार्टमेंट बदना हम जातक विचार एवं गृहर वास्तु जनित समस्यार समाधान पाई जोगाजोग करंतु ज्योतिर्विद वास्तुविद श्री मानस चंद्र नायक जोगाजोग करंतु 9438481748।